ଆମେ ସବୁଦିନେ କମ୍ପ୍ୟୁଟର ବ୍ୟବହାର କରୁ ଆଉ ହାତରେ ମାଉସ୍ ଧରି ହିଁ ତ କାମ କରୁ ନା। ଏକଦମ ବିନା ମାଉସରେ ତ କାମ କରିବା କଷ୍ଟକର। କିନ୍ତୁ କେବେ ଭାବିଛନ୍ତି ଏଇ ଯୋଉ ସାଧାରଣ ଦେଖାଯାଉଥିବା ଅପ୍ଟିକାଲ ମାଉସ୍ ତା ପଛର କାହାଣୀ କ'ଣ? ସତ କହିଲେ ଆମେ ବୋଧେ ଏତେ ଭାବିନେ, ବ୍ୟବହାର କରିଦେବା। ହଁ, ତେବେ ଆଜି ଆମେ ଟିକେ ଚେଷ୍ଟା କରିବା ଏହାର ମୂଳ ଖୋଜିବାକୁ। ଆମ ପାଖରେ ଗୋଟେ ଉତ୍ସ ଅଛି, ଅପ୍ଟିକାଲ ମାଉସ୍ ଉଦ୍ଭାବନାର କାହାଣୀ। ଦେଖିବା ସେଥିରେ କ'ଣ ଅଛି। ଆଚ୍ଛା, ହଉ। ତେବେ ଏଇ ଉତ୍ସ କ'ଣ କହୁଛି? କେବେ ଆସିଲା ପ୍ରଥମ ଅପ୍ଟିକାଲ ମାଉସ୍? ହଁ, ଏ ଉତ୍ସ ଗୋଟେ ନିର୍ଦ୍ଦିଷ୍ଟ ସମୟ କଥା କହୁଛି। ଏହା ଅନୁସାରେ ଯୋଉଟାକି ବ୍ୟବସାୟିକ ଭାବେ ସଫଳ ହେଲା, ସେଇ ପ୍ରଥମ ଅପ୍ଟିକାଲ ମାଉସ୍ ଆସିଥିଲା 1999ରେ। 1999? ଆଉ କିଏ ଆଣିଥିଲା? ମାଇକ୍ରୋସଫ୍ଟ। ହଁ, ମାଇକ୍ରୋସଫ୍ଟ ଦ୍ୱାରା ବଜାରକୁ ଆସିଥିଲା। ତା ନାଁ ବି ଥିଲା ଇଣ୍ଟେଲି ମାଉସ୍ ୱିଥ୍ ଇଣ୍ଟେଲି ଆଇ। ଓହୋ, ଇଣ୍ଟେଲି ମାଉସ୍ ୱିଥ୍ ଇଣ୍ଟେଲି ଆଇ। ନାଁଟା ବି କେମିତି ଇଣ୍ଟରେଷ୍ଟିଂ ଲାଗୁଛି। ହଁ, ତ ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ମୋଡ୍ ଥିଲା ବୋଲି କହିପାରିବା। 1999 ସେତେବେଳକୁ ତ କମ୍ପ୍ୟୁଟର ବ୍ୟବହାର ବଢ଼ିବା ଆରମ୍ଭ ହେଇଯାଇଥିଲା। କିନ୍ତୁ ଏ ଅପ୍ଟିକାଲ କାହିଁକି ଏତେ ଖାସ୍ ଥିଲା? ତା ଆଗରୁ ଯୋଉ ମାଉସ୍ ଥିଲା। ହଁ, ସେଇଟା ଜାଣିବା ଦରକାର। ମନେ ଅଛି, ସେ ପୁରୁଣା ମାଉସ୍ ତଳେ ଗୋଟେ ବଲ୍ ଥାଏ, ତାକୁ ସଫା କରିବାକୁ ପଡ଼େ। ହଁ, ଏକଦମ ମନେ ଅଛି। ସେଇଟା ହିଁ ତ ଫରକ ଥିଲା। 1999 ପୂର୍ବରୁ ବେଶୀ ମାଉସ୍ ଥିଲା ମେକାନିକାଲ। ତଳେ ସେ ରବର ବଲ୍ଟା ଥାଏ। ହଁ, ଆମେ ମାଉସ୍ ଚଳାଇଲେ ସେ ବଲ୍ଟା ଘୁରେ, ଆଉ ଭିତରେ ଛୋଟ ଛୋଟ ରୋଲର ଥାଏ। ସେମାନେ ସେଇ ଗତିକୁ ଡିଜିଟାଲ ସିଗ୍ନାଲ କରନ୍ତି। ଆଚ୍ଛା। କିନ୍ତୁ ପ୍ରୋବ୍ଲେମ କ'ଣ ଥିଲା କି ସେ ବଲ୍ଟା ବହୁତ ଜଲ୍ଦି ମଳା ହେଇଯାଏ, ଧୂଳି ଜମିଯାଏ। ଓହୋ, ହଁ, ଆଉ ତାପରେ କର୍ସରଟା ଅଟକି ଅଟକି ଚାଲେ। ଏକଦମ। ତାକୁ ବାରମ୍ବାର ଖୋଲିକି ସଫା କରିବାକୁ ପଡୁଥିଲା। ବଡ଼ ବିରକ୍ତିକର କାମ। ଆଚ୍ଛା, ତେବେ ଅପ୍ଟିକାଲ ମାଉସ୍ ଆସିଲା ପରେ ଏ ସମସ୍ୟା ଦୂର ହେଲା। କିନ୍ତୁ ଏ କାମ କରେ କେମିତି? ବଲ୍ ତ ନଥାଏ। ସେ ଇଣ୍ଟେଲି ଆଇ ନାଁଟା ଶୁଣିଲେ ଲାଗୁଛି ଯେମିତି କିଛି ଆଖି ପରି କାମ କରୁଥିବ। ହଁ, ଏକଦମ ସେଇଆ। ଅପ୍ଟିକାଲ ମାଉସରେ କୌଣସି ବଲ୍ ନାହିଁ କି କିଛି ମୁଭିଂ ପାର୍ଟ ସେମିତି ନାହିଁ ତଳେ। ଏଥିରେ ଥାଏ ଗୋଟେ ଛୋଟ କ୍ୟାମେରା, ପ୍ରକୃତରେ ଏକ ସେନ୍ସର, ଆଉ ଗୋଟେ ଆଲୋକ ଉତ୍ସ, ସାଧାରଣତଃ ଗୋଟେ ଏଲ୍ଇଡି ଲାଇଟ୍। ଓହୋ, ଲାଇଟ୍ ଆଉ କ୍ୟାମେରା। ହଁ, ସେ ଲାଇଟ୍ଟା ତଳ ପୃଷ୍ଠରେ ଟେବଲ ବା ମାଉସ୍ ପ୍ୟାଡ୍ ଉପରେ ପଡ଼େ, ଆଉ ସେ କ୍ୟାମେରାଟା ସେକେଣ୍ଡକୁ ହଜାର ହଜାର ଥର ସେ ପୃଷ୍ଠର ଫଟୋ ନିଏ। ବାଃ, ଏତେ ଫଟୋ! ହଁ, ବହୁତ ସ୍ପିଡ୍ରେ। ଆଉ ସେ ଫଟୋଗୁଡ଼ିକୁ କମ୍ପେୟାର କରିକି ତୁଳନା କରି ମାଉସ୍ ଭିତରେ ଥିବା ପ୍ରୋସେସରଟା ଜାଣିପାରେ ଯେ ମାଉସ୍ଟା କେତେ ବେଗରେ ଆଉ କୋଉ ଦିଗକୁ ଗତି କରୁଛି। ଆଚ୍ଛା, ବୁଝିଲି। ମାଇକ୍ରୋସଫ୍ଟର ସେଇ ଇଣ୍ଟେଲି ଆଇ ଯୋଉ ଟେକ୍ନୋଲୋଜିଟା ଏଇ ପ୍ରୋସେସକୁ ବହୁତ ଆକ୍ୟୁରେଟ୍ ଆଉ ରିଲାଏବଲ୍ କରିପାରିଥିଲା। ସେଥିପାଇଁ ସେଇଟା ଅଲଗା ଅଲଗା ସର୍ଫେସ୍ ଉପରେ ବି ଭଲ କାମ କଲା, ଆଉ ଏତେ ସଫଳ ହେଲା। ବାଃ, ଏଟା ତ ବହୁତ ବଡ଼ ପରିବର୍ତ୍ତନ। କିଛି ଚଳନ୍ତା ଅଂଶ ନାହିଁ ତ ମରାମତିର ଚିନ୍ତା କମ୍, ଆଉ ସେ ମଇଳା ଜମିବା। ହଁ, ସେ ସମସ୍ୟା ବି ଗଲା। ଆଉ କର୍ସରର ଗତି, ସେଇଟା ନିଶ୍ଚୟ ବହୁତ ସ୍ମୁଥ୍ ହେଇଥିବ। ନିଶ୍ଚିତ ଭାବରେ। ଖାଲି ସ୍ମୁଥ୍ ନୁହେଁ, ଆହୁରି ଆକ୍ୟୁରେଟ୍ ବି ଥିଲା, ଅଧିକ ସଠିକ୍। ହଁ। ଧୀରେ ଧୀରେ ଅନ୍ୟ କମ୍ପାନୀମାନେ ବି ଏହି ଟେକ୍ନୋଲୋଜିକୁ ଆପଣେଇଲେ। ଆଉ ଦେଖୁ ଦେଖୁ କିଛି ବର୍ଷ ଭିତରେ ଅପ୍ଟିକାଲ ମାଉସ୍ ହିଁ ଷ୍ଟାଣ୍ଡାର୍ଡ ହୋଇଗଲା। ମେକାନିକାଲ ମାଉସ୍ ପ୍ରାୟ ଗାୟବ। ତେବେ ଆମେ ଏହି ଉତ୍ସରୁ ଯାହା ଜାଣିଲେ, ସେହି ଅନୁଯାୟୀ ଆମେ ଆଜି ଯୋଉ ଏତେ ସହଜରେ ଆଉ ଏତେ ଭଲ ଭାବେ ମାଉସ୍ ବ୍ୟବହାର କରୁଛେ, ତାର ଏଇ ଯାତ୍ରାରେ 1999ର ସେଇ ମାଇକ୍ରୋସଫ୍ଟ ଇଣ୍ଟେଲି ମାଉସ୍ ୱିଥ୍ ଇଣ୍ଟେଲି ଆଇ ଗୋଟେ ବଡ଼ ମାଇଲଖୁଣ୍ଟ ଥିଲା। ନିଶ୍ଚୟ, ଏକଦମ। ଦେଖିବାକୁ ଗଲେ ଗୋଟେ ଛୋଟ ଜିନିଷ, କିନ୍ତୁ ତା ପଛରେ କେତେ କଥା। ହଁ, ଆଉ ଏଇଟା ଭାବିଲେ ବି ଆଶ୍ଚର୍ଯ୍ୟ ଲାଗେ। ଜାଣିଛନ୍ତି, କିଛି ବର୍ଷ ତଳେ ଯାହା ଗୋଟେ ବୈପ୍ଳବିକ ଉଦ୍ଭାବନା ଥିଲା, ଆଜି ତା ବିନା ଆମେ କମ୍ପ୍ୟୁଟର ଚଳାଇବା କଥା ଭାବି ବି ପାରୁନେ। ସତ୍ୟ କଥା। ଏଇଟା ଦେଖାଉଛି କି ଯୋଉ ଟେକ୍ନୋଲୋଜି ଆମ କାମରେ ଆସେ, ସେ କେତେ ଜଲ୍ଦି ଆମ ଜୀବନର ଗୋଟେ ଅଂଶ ହେଇଯାଏ। ଆଉ ଆମେ ତାକୁ ଏତେ ସାଧାରଣ ଭାବିନେଉ। ହଁ, ଏତେ ସହଜରେ ଗ୍ରହଣ କରିନେଉ। ଏଇଟା ଆମକୁ ଭାବିବାକୁ ବାଧ୍ୟ କରେ ଯେ ଆଉ କେତେ ଏମିତି ସାଧାରଣ ଜିନିଷ ଆମେ ପ୍ରତିଦିନ ବ୍ୟବହାର କରୁଛୁ, ଯାହାର କାହାଣୀ ହୁଏତ ଆମେ ଜାଣିନେ। ସତରେ ଭାବିବା ଭଳି କଥା।